ବିଭିନ୍ନ ସାରସ୍ୱତ ପୁରସ୍କାର ଓ ସମ୍ମାନ। ଜ୍ଞାନପୀଠ ପୁରସ୍କାର 1973 ମସିହାରେ ମାଟିମଟାଳ ଉପନ୍ୟାସ ପାଇଁ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ପାଇଥିଲେ। 1986ରେ କୃତି ସମଗ୍ର ପାଇଁ ସଚ୍ଚିଦାନନ୍ଦ ରାଉତରାୟ ଜ୍ଞାନପୀଠ ପୁରସ୍କାର ବିଜେତା। 1993 କୃତି ସମଗ୍ର ସୀତାକାନ୍ତ ମହାପାତ୍ର। 2012 କୃତି ସମଗ୍ର ପ୍ରତିଭା ରାୟ। ମୂର୍ତ୍ତିଦେବୀ ପୁରସ୍କାର 1991 ମସିହାରେ ଯାଜ୍ଞସେନୀ ଉପନ୍ୟାସ ପାଇଁ ପ୍ରତିଭା ରାୟ ପାଇଥିଲେ। 2012 ବଂଶ କବିତା ହରପ୍ରସାଦ ଦାସ। ସରସ୍ୱତୀ ସମ୍ମାନ 1992 ମସିହାରେ ଶ୍ରୀରାଧା କବିତା ପାଇଁ ରମାକାନ୍ତ ରଥ ପାଇଥିଲେ। 2000 ଅମୃତଫଳ ଉପନ୍ୟାସ ମନୋଜ ଦାସ। 2006 ପରିକ୍ରମା କବିତା ଜଗନ୍ନାଥ ପ୍ରସାଦ ଦାସ। ବାତ୍ସଲ୍ୟ ପୁରସ୍କାର 2017ରେ କୃତି ସକଳ ପାଇଁ ରମେଶ ପତ୍ରୀ। କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର 2020 ମସିହା କୃତି ସକଳ ପାଇଁ ରାଜେନ୍ଦ୍ର କିଶୋର ପଣ୍ଡା ପାଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଉପନ୍ୟାସରେ 1955 ମସିହା ଅମୃତର ସନ୍ତାନ ପାଇଁ ଗୋପୀନାଥ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1958 କା ଉପନ୍ୟାସ କାହ୍ନୁଚରଣ ମହାନ୍ତି ପାଇଥିଲେ। 1968 ମସିହାରେ ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସ ପାଇଁ ଗୋବିନ୍ଦ ଚନ୍ଦ୍ର ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1969 ନୀଳଶୈଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି 1969 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1997 ଘରଡିହ ଉପନ୍ୟାସ ନିତ୍ୟାନନ୍ଦ ମହାପାତ୍ର। 2011 ଅଚିହ୍ନା ବାସଭୂମି କଳ୍ପନା କୁମାରୀ ଦେବୀ। 2016 ପ୍ରାପ୍ତି ଉପନ୍ୟାସ ପାରମିତା ଶତପଥୀ। କ୍ଷୁଦ୍ର ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। 1972 ମନୋଜ ଦାସଙ୍କ କଥା ଓ କାହାଣୀ କ୍ଷୁଦ୍ରଗଳ୍ପ ପାଇଁ ମନୋଜ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1976 ଠାକୁର ଘର କିଶୋରୀ ଚରଣ ଦାସ। 1981 ଓ ଅନ୍ଧଗଳି ଅଖିଳ ମୋହନ ପଟ୍ଟନାୟକ। 1984 ଅଭିଶପ୍ତ ଗନ୍ଧର୍ବ ମହାପାତ୍ର ନୀଳମଣି ସାହୁ। 1990 ପାଟ ଦେଇ ବୀଣାପାଣି ମହାନ୍ତି। 1992 ବିଚିତ୍ର ବର୍ଣ୍ଣା ରବି ପଟ୍ଟନାୟକ। 1993 ଚଳନ୍ତି ଠାକୁର ଶାନ୍ତନୁ କୁମାର ଆଚାର୍ଯ୍ୟ। 1997 ସବୁଠାରୁ ଦୀର୍ଘ ରାତି ଚନ୍ଦ୍ରଶେଖର ରଥ। 2000 ମସିହା ଉଲ୍ଲଙ୍ଘନ ପାଇଁ ପ୍ରତିଭା ରାୟ ପାଇଥିଲେ। 2005 ଗୋପପୁର ରାମଚନ୍ଦ୍ର ବେହେରା। 2012 କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ ଗୌରହରି ଦାସ। 2015 ମହିଷାସୁରର ମୁହଁ ବିଭୂତି ପଟ୍ଟନାୟକ। 2017 ଇଟା ଭାଟିର ଶିଳ୍ପୀ ଗାୟତ୍ରୀ ସରାଫ। 2019 ଭାସ୍ୱତୀ ତରୁଣକାନ୍ତି ମିଶ୍ର। 2020 ସମୁଦ୍ରକୂଳ ଘର ଯଶୋଧାରା ମିଶ୍ର କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। 1963 ମସିହା କବିତା 1962 ସଚ୍ଚିଦାନନ୍ଦ ରାଉତରାୟ ପାଇଥିଲେ। 1965 ଉତ୍ତରାୟଣ ବୈକୁଣ୍ଠନାଥ ପଟ୍ଟନାୟକ। 1966 ବଙ୍କା ଓ ସିଧା ଗୋଦାବରୀଶ ମହାପାତ୍ର। 1970 ସରୀସୃପ ବିନୋଦ ନାୟକ। 1973 ସମୁଦ୍ର ସ୍ନାନ ଗୁରୁପ୍ରସାଦ ମହାନ୍ତି। 1974 ଶବ୍ଦର ଆକାଶ ସୀତାକାନ୍ତ ମହାପାତ୍ର। 1975 ସୂର୍ଯ୍ୟ ଓ ଅନ୍ଧକାର ରାଧାମୋହନ ଗଡ଼ନାୟକ। 1978 ସପ୍ତମ ଋତୁ ରମାକାନ୍ତ ରଥ। 1980 ଅବାନ୍ତର ଅନନ୍ତ ପଟ୍ଟନାୟକ। 1985 ଶୈଳକଳ୍ପ ରାଜେନ୍ଦ୍ର କିଶୋର ପଣ୍ଡା। 1986 ଦ୍ୱା ସୁପର୍ଣ୍ଣା
ସୌଭାଗ୍ୟ କୁମାର ମିଶ୍ର। 1988 ଆକାଶ ପରି ନିବିଡ଼ ସୌରୀନ୍ଦ୍ର ବାରିକ। 1989 ନଈଆର ପାରି ଭାନୁଜୀ ରାଓ। 1991 ଆହ୍ନିକ ଜଗନ୍ନାଥ ପ୍ରସାଦ ଦାସ। 1999 ଗର୍ଭଗୃହ ହରପ୍ରସାଦ ଦାସ। 2001 ତନ୍ମୟ ଧୂଳି ପ୍ରତିଭା ଶତପଥୀ। 2006 ସ୍ୱରୋଦୟ ବଂଶୀଧର ଷଡ଼ଙ୍ଗୀ। 2007 ସୁଖ ସଂହିତା ଦୀପକ ମିଶ୍ର। 2008 ଅସରନ୍ତି ଅଣସର ପ୍ରମୋଦ କୁମାର ମହାନ୍ତି। 2009 ମୃଗୟା ଫନି ମହାନ୍ତି। 2014 ବିପୁଳ ଦିଗନ୍ତ ଗୋପାଳକୃଷ୍ଣ ରଥ। 2021 ସରିଯାଇଥିବା ଅପେରା ଡକ୍ଟର ଋଷିକେଶ ମଲ୍ଲିକ। ଆତ୍ମଜୀବନୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। 1961 ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ଗୋଦାବରୀଶ ମିଶ୍ର ପାଇଥିଲେ। 1964 ଆତ୍ମଜୀବନୀ ନୀଳକଣ୍ଠ ଦାସ। 1977 କୁମ୍ଭାର ଚକ କାଳୀଚରଣ ପଟ୍ଟନାୟକ। 1979 ମୋ କାହାଣୀ କୁଞ୍ଜବିହାରୀ ଦାସ। 1996 ମୋ ଜୀବନ ସଂଗ୍ରାମ ସତ୍ୟନାରାୟଣ ରାଜଗୁରୁ। 2010 ଜୀବନର ଚଲାପଥେ ପଠାଣି ପଟ୍ଟନାୟକ। ପ୍ରବନ୍ଧ ଓ ସମାଲୋଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। 1967 ଓଡ଼ିଆ ସାହିତ୍ୟର ଇତିହାସ ସମାଲୋଚନା ସୂର୍ଯ୍ୟନାରାୟଣ ଦାସ ପାଇଥିଲେ। 1983 ଗାଁ ମଜଲିସ ତୃତୀୟ ଭାଗ ଫିଚର ଧର୍ମୀ ହରେକୃଷ୍ଣ ମହତାବ ପାଇଥିଲେ। 1994 ଜଗତ ଦର୍ଶନରେ ଜଗନ୍ନାଥ ଗୁରୁଚରଣ ପଟ୍ଟନାୟକ। 1995 କାବ୍ୟଶିଳ୍ପୀ ଗଙ୍ଗାଧର ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା। 1998 ବିଶ୍ୱକୁ ଗବାକ୍ଷ ଚିତ୍ତରଞ୍ଜନ ଦାସ। 2002 ଗାନ୍ଧୀ ମଣିଷ ଶରତ କୁମାର ମହାନ୍ତି। 2003 ସୂର୍ଯ୍ୟସ୍ନାତ ଯତୀନ୍ଦ୍ର ମୋହନ ମହାନ୍ତି। 2004 ଭାରତୀୟ ସଂସ୍କୃତି ଓ ଭଗବତ ଗୀତା ପ୍ରଫୁଲ୍ଲ କୁମାର ମହାନ୍ତି। 2018 ପ୍ରସଙ୍ଗ ପୁରୁଣା ଭାବନା ନୂଆ ଦାଶରଥୀ ଦାସ। ନାଟକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। 1971 ମସିହାରେ ଅରଣ୍ୟ ଫସଲ ନାଟକ ପାଇଁ ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1982 ହାସ୍ୟରସର ନାଟକ ପାଇଁ ଗୋପାଳ ଛୋଟରାୟ ପାଇଥିଲେ। 2013 ବାନପ୍ରସ୍ଥ ପାଇଁ ବିଜୟ ମିଶ୍ର ପାଇଥିଲେ।